ଖଣ୍ଡଗିରିରେ ବର୍ତ୍ତମାନ ଅନେକ କିଛି ଚର୍ଚ୍ଚା ଆସୁଛି, ଯେମିତିକି ଗୋଟେ ପଟେ ସାଧୁ ସନ୍ଥ ରହୁଛନ୍ତି, ଆର ପଟେ ଠେଙ୍ଗା ପାହାରକୁ ନେଇକି ତାକୁ ମଧ୍ୟ ଆଲୋଚନା ଚାଲିଲା, ଗୋଟେ ପଟେ ଅଶ୍ଳୀଳ ନୃତ୍ୟ ବନ୍ଦ ହେବା ଦରକାର ତାକୁ ମଧ୍ୟ ନେଇକି ଚାଲିଲା। ତା ଭିତରେ ଆପଣ କାଲି ପରଦିନ ଗୋଟେ ଭାଇରାଲ ଆପଣ ଦେଖିଥିବେ ରାନୀ ପ୍ରିୟଦର୍ଶନୀଙ୍କର ତାଣ୍ଡବ ନୃତ୍ୟ ଯୋଉ ହେଲା। ଦେଖନ୍ତୁ ପୁଣି ସେଇ କଥାକୁ ଆସିଲେ, ମୁଁ କିଏ କଣ କରୁଛି ତାକୁ ଆଦୌ ମତେ ପଚାରୁଛନ୍ତି। ଆପଣ ଅଶ୍ଳୀଳତା ବିଷୟରେ ଆପଣ କଣ କହିବେ? ଅଶ୍ଳୀଳତା ବନ୍ଦ ହବା ଦରକାର କି ନାହିଁ? ଯାତ୍ରାରେ ଅଶ୍ଳୀଳତା କଣ ମୁଁ ଜାଣିନି। ବର୍ତ୍ତମାନ ଓଡିଶା ଗଭର୍ଣ୍ଣମେଣ୍ଟ ଯାହା ନଉଛନ୍ତି ଷ୍ଟେପ ଭଲ ହଁ ନା କାଇଁ ନିଶ୍ଚିତ ଭଲ? ଭାବରେ ମୁଁ ଯୋଉ ଅନୁଷ୍ଠାନ ରହିଛି ମୁଁ ଅଶ୍ଳୀଳତା କଣ ଜାଣିନି। ହଁ, ଯଦି କୋଉଠି କଣ ଅସୁବିଧା ହଉଛି ତାକୁ ସରକାର ଅଛନ୍ତି ଆପଣଙ୍କ ବୁଝିବେ। ପାର୍ଟି ଟା ଆଲାଉ କରନ୍ତି କି ନାହିଁ? ନାଇଁ, ମୁଁ ଯୋଉ ଅନୁଷ୍ଠାନ ରହିଛି ମୁଁ ଆଜି ପର୍ଯ୍ୟନ୍ତ କୌଣସି ଇଏକୁ ଆଲାଉ କରିନି। ଆପଣଙ୍କର ବହି କେତେବେଳେ ନ ଯୋଉମାନେ ବି ଆସିଛନ୍ତି ହୁଁ, ମୁଁ ତାଙ୍କୁ ବି ଅନୁରୋଧ କରେ, ନାଇଁ ଭାଇ ତମେ ଆସିଛ, ମୁଁ ଯେହେତୁ ଏଠି ଅନୁଷ୍ଠାନରେ ଅଛି, ତମେ ହଁ। ଯେତିକି ଆମ ଦର୍ଶକଙ୍କୁ ଭଲ ଲାଗିବ ସେତିକି କର। ସେମାନେ ବି ମାନିକି ଯାଆନ୍ତି, ମତେ ବହୁତ ସମ୍ମାନ ଦିଅନ୍ତି। ମୁଁ କାହିଁକି କାହା କଥା କହିବି। ଆପଣଙ୍କର ଯୋଉ ବହିରେ ଅଡିଏନ୍ସ ପୁରା ଫୁଲ ଥାନ୍ତି ନା ଏମିତି କେବେ ସିଚୁଏସନ ହେଇଛି ଯେ ଦର୍ଶକ ନାହାନ୍ତି? ସେଇ ଗୋଟେ ଗୋଟେ କଥାଟା ସମୟରେ ଆପଣଙ୍କୁ ଲାଗିଛି ଯେ ମୁଁ ଏତେ ପରିଶ୍ରମ କରୁଛି ଦେଖିଲା ବେଳକୁ ଦର୍ଶକ ଆଜି ନାହାନ୍ତି, ଏତେ କମ ଦର୍ଶକ, ଆପଣଙ୍କ ମନୋବଳ ଟିକେ ଭାଙ୍ଗି ଯାଇନି ସେତେବେଳେ? ଶୁଣ, ପ୍ରତିବର୍ଷ ଯାତ୍ରା ହଉଛି, ହୁଁ, ଯେତେବେଳେ ଯାତ୍ରା ବାହାରେ, ବର୍ଷା ଦିନିଆ ବାହାରେ, ସେତେବେଳେ ଟିକେ ଟିକେ ଗୋଟେ ଗୋଟେ ଜାଗାରେ ବର୍ଷା ଲାଗି ରହିଲେ ଲୋକ କଣ ଯାତ୍ରା ଦେଖି ଆସିବେ, ସେ କମ ହେଇଯାଏ ଟିକେ ଟିକେ। ହଁ, ବାକି ସିଜିନ୍ ଯୋଉଗୁଡ଼ା, ଏବେ ସିଜିନ୍ ଯାତ୍ରା ସିଜିନ୍ ଆପଣଙ୍କ ଦୁର୍ଗା ପୂଜାଠୁ ଚାଲିଲା ରଜ ପର୍ଯ୍ୟନ୍ତ, ସେ ପ୍ରାୟ ଚାରିଆଡ଼େ ଖଚା ଖଚା। ଆଉ ମୁଁ କଣ, ମୁଁ କେତେ ଲୋକଙ୍କୁ ଭଲ ପାଏ, ଦର୍ଶକ ମତେ କେତେ ଭଲ ପାଆନ୍ତି, ଯେତେଟା ଅନୁଷ୍ଠାନ ବୁଲି ଆସିଛି ସେ ମାଲିକମାନେ ଜାଣିଛନ୍ତି ମୁଁ ଯୋଉ ଅନୁଷ୍ଠାନରେ ରହି ଆସିଛି ତାକୁ ଲାଭ ଦେଇଛି କି କ୍ଷତି ଦେଇଛି ସେମାନେ କହିବେ। ଆଜି ପର୍ଯ୍ୟନ୍ତ କୋଉ ମାଲିକ କହିନାହାନ୍ତି ଗୌର ଦାସକୁ ନେଇ ଆମେ କ୍ଷତି ସହିଛୁ। ଯାତ୍ରାର ହିରୋ ଆଉ ଓଡିଆ ଫିଲ୍ମର ହିରୋ ଭିତରେ କଣ ଫରକ? ଦେଖନ୍ତୁ ସେଟା ପରଦା ଉପରେ, ପରଦା ହିରୋ, ରିଅଲ ହିରୋ କିଏ? ଆମେ ଲାଇଭ। ଯଦି ଗୋଟେ ପରୀକ୍ଷା କରାଯିବ କିଏ ୱିନ୍ କରିବ? ନା ରିଏଲ ହିରୋ ମୁଁ କହିବି ଆମେ ନୁହଁ, କାହିଁକି? କଳାକାର ନୁହଁ। ମୁଁ ସମ୍ମାନ ଦିଏ ଯବାନକୁ, ସମ୍ମାନ ଦିଏ କୃଷିକୁ, କୃଷକଙ୍କୁ। ଜୟ ଯବାନ ଜୟ କିଷାନ, କିଷାନ ଏବଂ ଯବାନ ସେମାନେ ହେଲେ ଆକ୍ଚୁଆଲି ଜଗତର ହିରୋ। ସେମାନେ ନଥିଲେ ଆମେ ଆଜି ମୁଁ କାହିଁକି ଆପଣ ଷ୍ଟୁଡିଓରେ ବସିଥାନ୍ତି, ଯବାନ ନଥିଲେ ଦେଶ ଭିତରେ ଯୋଉ ଗଣ୍ଡଗୋଳ ସବୁ ଚାଲିଛି। ତେଣୁ ସେମାନେ ସବୁବେଳେ ହିରୋ, ସେମାନଙ୍କୁ ମୋର ସାଲ୍ୟୁଟ। ଏବଂ କିଷାନ କୃଷକମାନଙ୍କୁ ବି ମୋର ସାଲ୍ୟୁଟ। ସେମାନେ ଯଦି ପରିଶ୍ରମ କରି ଶସ୍ୟ ଉତ୍ପାଦନ ନ କରିବେ ଆମେ ବଞ୍ଚିବୁ କେମିତି, ଆମର ଜୀବନ କେମିତି ଚର୍ଚ୍ଚା ହେବ। ତେଣୁ ଆମେ ହିରୋ କଣ ନା କଳା ମାଧ୍ୟମରେ ଆମେ ହିରୋ, ଆମେ ରିଏଲ ହିରୋ ନୁହଁ, ଆମେ ଅଭିନୟ ନାଇଁ, ଆପଣ କରୁଛୁ। କେବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା କେବେ ଇଣ୍ଟରେଷ୍ଟେଡ ହେଇନାହାନ୍ତି? ଯେମିତିକି ଆପଣ ଦେଖନ୍ତୁ ଆମର ଦୈତାରୀ ପଣ୍ଡାଙ୍କ କଥା ଯଦି ଆପଣ ଦେଖିବେ, ସିଏ ମଧ୍ୟ କିଛି ତାଙ୍କ ଝଲକ ଦେଖିଛନ୍ତି ଚଳଚ୍ଚିତ୍ରରେ, କିନ୍ତୁ ଆପଣଙ୍କର ସେମିତି କାହିଁକି? ଆପଣଙ୍କୁ ଯଦିଓ ଲୋକମାନେ ବହୁତ ବିଜୟ ମହାନ୍ତିଙ୍କ ସହିତ ଆପଣଙ୍କୁ କମ୍ପେୟାର କରନ୍ତି, ହଁ, ଓଡିଆ ଚଳଚ୍ଚିତ୍ର ମୁଁ ଜଗତର ବିଜୟ ମହାନ୍ତି ହଉଛନ୍ତି ଗୋରଦାସ, କୁହନ୍ତି କି ନାଇଁ? ହଁ ଆପଣ କୁହନ୍ତୁ ଶୁଣିଛନ୍ତି କି କୁହନ୍ତୁ ନାଇଁ? କୁହନ୍ତୁ, ବହୁତ ତ ଏବେ ବି କୁହନ୍ତୁ। ହଁ, ତାହେଲେ ସେତେବେଳେ ଆପଣଙ୍କୁ ଗୋଟେ କିଛି ଇଚ୍ଛା ବହୁତ ହେଇନି ଯେ ଆପଣ? ଆସିଛି, ଅଫର ଆସିଛି। ହଁ, ସ୍ୱର୍ଗତ ହର ଭାଇ ହର ପଟ୍ଟନାୟକ ମତେ 2-3 ଥର ଅଫର ଦେଇଛନ୍ତି, କିନ୍ତୁ ଗୋଟିଏ କଥା ହଉଛି କଣ ନା ଆମେ ସମୟ ପାଉନା। ଗୋଟେ ଫିଲ୍ମ କରିବାକୁ ହେଲେ କିଛି ନହେଲେ ସେତେବେଳେ 2 ମାସ 2.5 ମାସ ଯାଉଥିଲା, 3 ମାସ ଯାଉଥିଲା। ଏବେ ତ ସବୁ ସର୍ଟ ଫିଲ୍ମ ହେଇଯାଉଛି, ମାସ ଗୋଟେରେ ହେଇଯାଉଛି। ଆଉ କିନ୍ତୁ ଆମେ ସମୟ ଦେଇପାରିବୁନି, ଯେହେତୁ ରାତି 11ଟା ହେଲେ ଆମକୁ ମଞ୍ଚରେ ପହଞ୍ଚିବାକୁ ପଡିବ। ମୁଁ କରୋନା ସମୟରେ ଗୋଟେ ସିରିଏଲ 3 ମାସ କରିଥିଲି ଦିବ୍ୟ ଦୃଷ୍ଟିରେ। ଆଉ ଭଜନ ବି ମୋର ଗୁଡ଼ାଏ ଅଛି, ପ୍ରାର୍ଥନା ଚ୍ୟାନେଲ ଅଛି। ଯେତେବେଳେ ସମୟ ଯେତିକି ପାଉଛି, ଯେତିକି ସମୟ ଦେଇପାରୁଛି ମୁଁ ସେତିକି କରୁଛି। ନହେଲେ ମତେ ହର ଭାଇ ଅଫର ଦେଇଥିଲେ, ଆଉ ଆମର ହର ପଟ୍ଟନାୟକ। ହର ପଟ୍ଟନାୟକ